अष्टम स्कंद प्रथम अध्याय राजोवाच हरसे अभिमन्यु सुत रमपुलके कृतकृत्य ए शुकचरणे कर देई बोलई निस्तरिली मोई विष्णुचरित तुम्ब मुखे शुणिली अदृष्ट सुपाके भमुनि दया कर मते मरणु तरिबि जे मते मठारे स्नेह बह जेवे प्रसन्न चित्ते कहवे पूर्वे स्वयंभुव मनु प्रत्यक्षे पद्मजनि तनु ତାହାଙ୍କ ବଂଶେ ଯେ ଚରିତ ଯେ ପୂର୍ବେ ଭୂତ ଭବିଷ୍ୟତ ଏ ବିସ୍ତାରେ ତୁମ୍ଭ ମୁଖ ଶୁଣି ତରିବି ଭବ ତରଙ୍ଗିଣୀ ଯେ ବଂଶେ ସ୍ୱୟଂଭୁବ ରାଜା ମନୁ ପୁରୁଷ ରୂପେ ପୂଜା ଜିତ ଏ ମାୟା ଜଗତେ ଯେବା ଚରିତ କଲେ ଯେତେ ଏମନୁ ବଂଶେ ଯେତେ କୃତ୍ୟ ଅଦ୍ଭୁତ ବିଷ୍ଣୁର ଚରିତ ଅଦ୍ୟାପି ବସି କବି ଜନେ ଅଶେଷ ଶାସ୍ତ୍ର ଅନୁମାନେ ଗ୍ରନ୍ଥିଲେ କୃଷ୍ଣ ଗୁଣ ଗାଥା ଅଶେଷ କର୍ମ ହରି କଥା ଏ କଥା କର୍ଣ୍ଣ ରନ୍ଧ୍ରେ ପଶି ଅଶେଷ କଳୁଷ ବିନାଶୀ ଯେ ମନୁ ଅନ୍ତରେ ସେ କଥା ବିଷ୍ଣୁ ଚରିତ ସାଧୁ ଗାଥା ଯେ ବର୍ତ୍ତମାନ ଯେବା ଭୂତେ ଯେ ଅବା କଲେ ଭବିଷ୍ୟତେ ସକଳ କହ ମୁନିବର ଏ ଭବ ସାଗରୁ ଧର ବାଦାରାୟଣୀ ରୁବାଚ ମତେ ପରୀକ୍ଷିତ ଆଗେ ସୁକ କହନ୍ତି ଅନୁରାଗେ ପ୍ରଥମ କଳ୍ପେ ମୁଁ ସମ୍ପାଦି କହିଲି ସ୍ୱୟଂଭୁବ ଆଦି ଏ ଷଡ଼ ମନୁ ବଂଶେ ଯେତେ ବେଦାଦି ମନୁଷ୍ୟ ପର୍ଯ୍ୟନ୍ତେ ଆଦ୍ୟନ୍ତ ମଧ୍ୟ କଲେ ଯେବେ ପୂର୍ବେ ମୁଁ କହିଅଛି ତୋତେ ଆକୃତି ଦେବ ହୂତିବେନି ମନୁ ଦୁହିତାବେନି ଭଗ୍ନି ଏ ଧର୍ମ ଜ୍ଞାନର ଉପଦେଶେ ପରମ ବ୍ରହ୍ମ ନିଜ ଅଂଶେ ଯଜ୍ଞ ବରାହ କଳ୍ପେ ପୂର୍ବେ ଜନ୍ମିଲେ ଦେବହୂତି ଗର୍ଭେ କପିଳ ରୂପେ କଲେ ଯେତେ ପୂର୍ବେ ମୁଁ କହିଅଛି ତୋତେ ଆକୁତି ଦେବହୂତିବେନି ଯେ ଅବା କଲେ ପୂର୍ବ ଘେନି ସେ କଥା ଶୁଣ ନୃପବର ହରିଚରିତ ସୁଧାସାର ଯେ ସ୍ୱୟଂଭୁବ ମନୁ ରାଜା ବିଷ୍ଣୁ ପ୍ରସନ୍ନେ ମହାତେଜା ସେ ପତ୍ନୀ ସତ ରୂପା ସଙ୍ଗେ ବିରକ୍ତ ଚିତ୍ତ କାମ ଭାଗେ ବନେ ପଶିଲେ ତପ ଅର୍ଥେ ଯେ ପତିବ୍ରତାର ସಮೇତେ ସୁନନ୍ଦା ତୀର୍ଥେ ଏକ ପାଦେ ଭୂମି ସ୍ପରଶେ ଦୃଢ଼ ବନ୍ଦେ ଗଗନ ଗତେ ମୁଖ କରି ଚଞ୍ଚଳ ଚିତ୍ତକୁ ନିବାରି ସୁଘୋର ତପେ ରହିବନେ ସେ ରାଜା ବିଚାରଇ ମନେ ଯେ ହରି ଏ ବିଶ୍ୱ ସଂସାରେ ଚେତନା ରୂପେ ହୃଦ ପରେ ଚେତନା ଅଚେତନ ରୂପୀ ଜାଗ୍ରତ ସ୍ୱପ୍ନ ମଧ୍ୟ ବ୍ୟାପୀ ବ୍ରହ୍ମା ନ ଜାଣେ ଯାର ଅନ୍ତ ତେଣୁ ସେ ବୋଲାଏ ଅନନ୍ତ ଏ ବିଶ୍ୱ ଆତ୍ମା ଯାର ହୁଏ ସତ୍ୟ ବିରାଜେ ନିଜ ଦେ ସୃଜଇ ପାଳଇ ସଂହାରେ ବାଳକ ଲୀଳାରେ ବିହରେ ଦେଖନ୍ତା ପ୍ରାଣୀକୁ ନ ଦିଶେ ଦୃଶ୍ୟ ଅଦୃଶ୍ୟ ରୂପେ ମିଶେ କଳ ରୂପେ ଯାର ବାସ ବିଭବେ ଯେନେ ଘଟା ଆକାଶ ସେ ସର୍ବ ପ୍ରାଣୀଙ୍କ ମନ୍ଦିର ଜିମୁତ ମଧ୍ୟ ଯେନେ ନିର ପନ୍ନ ପୃଷ୍ଠେ ତାର ଗତି ଜ୍ୟୋତିଙ୍କ ମଧ୍ୟ ଦିବ୍ୟ ଜ୍ୟୋତି ଆଦ୍ୟନ୍ତ ମଧ୍ୟ ଯାର ନାହିଁ ସ୍ୱକୀୟ ଭେକ ତାର କାହିଁ ନିମିଷେ ଅନ୍ତର ବାହାରେ ଏ ମାୟା ମୋହନ ସଂସାରେ ଏ ବିଶ୍ୱ ଜ୍ୟୋତି ସେ ବୋଲାଇ ବିରକ୍ତି ଆତଜାତ ନାହିଁ ସେ ବିଶ୍ୱମୟ ପୁରୋହିତ ବିଶ୍ୱ ସୃଜନେ ଉପଗତ ବିମୋହ ମୋହ ପାଶେ ଛନ୍ଦି ଯାର କ୍ରୀଡ଼ାରେ ବିଶ୍ୱବନ୍ଦୀ ସ୍ୱୟଂ ପରମ ଜ୍ୟୋତି ଅଜ ପରମ ପୁରୁଷ ବିରାଜ ଜୀବର ଜନ୍ମ ଆଦି ଯେତେ ଧରଇ ଆତ୍ମଗତି ଅର୍ଥେ ନିରବ ଚେଷ୍ଟା ବିବର୍ଜିତ ସ୍ୱଭାବେ ଇଚ୍ଛଇ ଜଗତ ଏ ଭାବ ଜାଣି ଋଷି ଜନେ କର୍ମ ଇଚ୍ଛନ୍ତି ଦୃଢ଼ ମନେ ଯେ ଭାବ କର୍ମ ଫଳ ବଳେ ଯେଣୁ ସେ ଭଜନ୍ତି ନିଶ୍ଚଳେ ଈଶ୍ୱର ଭାବେ କର୍ମ କଲେ ନିର୍ଗୁଣ ଲଭନ୍ତି ସେ ଭଲେ ଇଚ୍ଛା କରନ୍ତି ପ୍ରାଣୀକର ସେ ଭାବେ ଭଜେ ଦୁରାଚାର ଆତ୍ମାର ଆତ୍ମା ପୂର୍ଣ୍ଣ ଅର୍ଥେ ଯେ ତାଙ୍କୁ ଭଜନ୍ତି ଜଗତେ କେବେ ଭ୍ରଷ୍ଟ ସେ ନୁହନ୍ତି ଅନ୍ତେ ଲଭନ୍ତି ବ୍ରହ୍ମଗତି ସକଳ ଆତ୍ମାରେ ଈଶ୍ୱର ସ୍ୱଭାବେ ନାହିଁ ଅହଙ୍କାର ପୂର୍ଣ୍ଣ ଅନାଦି ନିରଞ୍ଜନ କାହାର ନୁହେଁ ସେ ଅଧୀନ ସ୍ୱଭାବେ ନିଜ ମାର୍ଗେ ରହେ କେ ଚିନ୍ତି ଥାଇ ଅନ୍ୟ ଦେହେ ଏଣୁ ସେ ସଂସାରର ସାର ତାପାଦେ ମୋର ନମସ୍କାର ଶ୍ରୀ ଶୁକବାଚ ହେମନ୍ତେ ବ୍ରହ୍ମ ଭାଗବତେ ସେ ସ୍ୱୟଂଭୁବ ଦୃଢ଼ ଚିତ୍ତେ ଚିନ୍ତା କରନ୍ତି ତପ ବଳେ ସୁଦୃଢ଼ ସମାଧି ନିଶ୍ଚଳେ ଅସୁର ଜାତୁ ଧାନ ଗଣେ ବେଗେ ମିଳିଲେ ଯୋଗାରଣ୍ୟେ ଭକ୍ଷିବା ପ୍ରାୟ କ୍ଷୁଧା ଆସେ ବେଗେ ମିଳିଲେ ତାର ପାଶେ ତାହାକୁ ଦେଖି ନର ହରି ଯଜ୍ଞ ପୁରୁଷ ରୂପ ଧରି ନିବାରି ଜାତୁ ଧାନ ଗଣ ସ୍ୱର୍ଗେ ମିଳିଲେ ନାରାୟଣ ସେ ମନୁ ଅନ୍ତେ ସୁରଚିତ ଦ୍ୱିତୀୟ ମନୁ ସେ ବିଦିତ ଅଗ୍ନିର ପୁତ୍ର ସେ ସ୍ୱଭାବେ ରାଜତ୍ୱ କଲା ବିଶ୍ୱଭାବେ ଶ୍ରୀମତ ସୁଶେଷ ରୋଚିଷ ଏ ଆଦି ତାର ପୁତ୍ର ବସ ଏ ସେ ମନୁ କାଳେ ନରନାଥ ରୋଚନ ନାମେ ବଳବନ୍ତ ଯାହାର କାଳେ ଦେବଗଣେ ତୁଷିତ ନାମେ ଉଚ୍ଚାରଣେ ଋଷି ଯେ ଊର୍ଜସ୍ତମ୍ଭ ଆଦି ସେ ସପ୍ତ ଋଷି ବ୍ରହ୍ମବାଦୀ ଯେ ଦେବଶିରା ନାମେ ମୁନି ଚିତା ନାମ ତା ଭାବିନି ଏ ପତ୍ନୀ ଗର୍ଭେ ବିଭୁ ରୂପେ ବିଷ୍ଣୁ ଜନ୍ମିଲେ ଆଦି କଳ୍ପେ ପୂର୍ବେ ସେ ବାଳଖିଲ୍ୟା ରୂପେ ଅଷ୍ଟାଶୀ ସହସ୍ରାବ୍ଦ କଳ୍ପେ ଯଜ୍ଞ ଆରମ୍ଭେ ଊର୍ଦ୍ଧ୍ୱରେ ତା ବିଷ୍ଣୁ ଭଜନେ ବଳବନ୍ତା
ବିଷ୍ଣୁର ଦୀକ୍ଷା ଶିରେ ଧରି ସେ ମୁନି ଗଣେ ବ୍ରହ୍ମଚାରୀ। କୁମାର ବ୍ରତ ଆଚରିଲେ ତେଣୁ ବାଳକ ସେ ହୋଇଲେ। ତୃତୀୟ ମନୁ ଯେ ଉତ୍ତମ ସେ ପ୍ରିୟ ବ୍ରତର ନନ୍ଦନ। ତାର ସଞ୍ଜୟ ଜୟ ହୋତା ଏ ଆଦି ସର୍ବେ ବଳବନ୍ତା। ସେ କଳ୍ପେ ସପ୍ତ ଋଷି ଗଣେ ବଶିଷ୍ଠ ଋଷିଙ୍କ ନନ୍ଦନେ। ପ୍ରମାଦି ଆଦି ସପ୍ତ ସୁତ ପ୍ରତ୍ୟେକ ନାମେ ବେଦ ଶ୍ରୁତ। ସତ୍ୟକ ନାମେ ଇନ୍ଦ୍ର ରାଜା ହରି ଭକତ ମହାତେଜା। ଅନୁଜା ଧର୍ମ ପତ୍ନୀ ଗର୍ଭେ ପୁରୁଷୋତ୍ତମ ରୂପେ ପୂର୍ବେ। ଜନ୍ମିଲେ ସତ୍ୟ ଗୁଣ ତୁଲେ ଶୁଣନ୍ତୁ ଯେବା କର୍ମ କଲେ। ଯକ୍ଷ ରାକ୍ଷସ ଭୂତ ଗଣ ପ୍ରାଣୀକୁ କରନ୍ତି ଭକ୍ଷଣ। ତାହାଙ୍କୁ ମାରି ସତ୍ୟ ସଙ୍ଗେ ଧର୍ମ ରଖିଲେ ସତ୍ୟ ଯୁଗେ। ଚତୁର୍ଥ ପ୍ରିୟ ବ୍ରତ ସୁତ ତାମସ ଉତ୍ତମର ଭ୍ରାତ। ଯେ କ୍ରତୁ ପୃଥୁ ଖ୍ୟାତି ନର ଏ ଆଦି ଦଶ ତାକୁ ମର। ତାର ଅନ୍ତରେ ସ୍ୱର୍ଗପୁରେ ତ୍ରିଶିଖ ନାମେ ସୁର ଘରେ। ସତ୍ୟକ ହରି ବୀର ଆଦି ଦେବତା ନାମେ ପ୍ରସିଦ୍ଧି। ଶ୍ରୁତି ଧର୍ମେ ମୁନି ଏ ଆଦି ତାମସ ଅନ୍ତରେ ପ୍ରସିଦ୍ଧି। ବିଧୃତି ନାମେ ଦେବଗଣ ଶୁଣ ହେ ତାହାଙ୍କ ପ୍ରମାଣ। କାଳେ ସକଳ ନାଶ ଗଲେ ଶେଷ ଅନ୍ତରେ ଯେତେ ଥିଲେ। ସେ ମନୁ ଅନ୍ତରେ ଅଦ୍ଭୁତ ହରିଣା ଉଦରେ ସମ୍ଭୂତ। ତେଣୁ ବହିଲେ ହରିନାମ ରୂପେ ମୋହନ କୋଟି କାମ। ଯେ ହରିନାମ ଏ ସଂସାରେ ଅଶେଷ ଦୁରିତ ସଂହରେ। ଯେ ରୂପେ ଗଜେନ୍ଦ୍ର ମୋକ୍ଷଣ କୁମ୍ଭୀର ଦର୍ପ ନିବାରଣ। ଜଳେ କୁମ୍ଭୀର ମୁଣ୍ଡ ହାଣି ସତ୍ୟ ରଖିଲେ ଚକ୍ରପାଣି। ଯାନାମ ପରମ ମଙ୍ଗଳ ଦୁରିତ ବନେ ଦାବାନଳ। କଥା ସୁକ ମୁଖୁ ଶୁଣି ପାଣ୍ଡବ ବଂଶ ଚୂଡ଼ାମଣି। ଆନନ୍ଦ ହୋଇ କୃତକୃତ୍ୟ ବହିଲେ ନୃପ ପରୀକ୍ଷିତ। ଭମୁନି ଦୁର୍ଲଭ ବଚନ ଶୁଣି ଆନନ୍ଦ ମୋର ମନ। କେମତେ ପ୍ରଭୁ ନରହରି ଗଜ ରଖିଲେ ଗ୍ରାହ ମାରି। କୁମ୍ଭୀର କେଉଁ ଜଳେ ଥିଲା ଗଜକୁ କେମତେ ଧରିଲା। ସେ ଜଳ ଜୀବ ଜଳେ ଥାଇ ହସ୍ତି ସଂଯୋଗ ତାର କାହିଁ। ହସ୍ତି ସବଳ ମହାକାଏ କୁମ୍ଭୀର କେତେ ବଳ ବହେ। ଏକଥା ସଂଶୟ ତ ମୋତେ ଭମୁନି କହ ଶୁଦ୍ଧ ଚିତେ। ପୁଣ୍ୟ କଥା ମୋର ଧନ୍ୟ ମଙ୍ଗଳ ଯୁକ୍ତ ସୁଖାୟନ। ଯେ ପ୍ରସ୍ତାବ ହରିବାଣୀ ଶ୍ରବଣ ମାର୍ଗେ ଶୁଣେ ପ୍ରାଣୀ। ସେ ପ୍ରାଣୀ ଭବ ଭୟ ତରେ ନ ପଡ଼େ ମାୟା ତମ ଘରେ। ତୋବଚମ୍ ଏମତେ ପରୀକ୍ଷିତ ବାଣୀ ଆନନ୍ଦ ସୁକ ମୁନି ଶୁଣି। ଏ ଗଙ୍ଗାର ତୀରେ ଅନ୍ତର ଜଳେ ଅସଂଖ୍ୟ ମୁନି ଗଣ ମେଳେ। ଗୋବିନ୍ଦ ପାଦେ ଦେଇ ଚିତ କହଇ ବିପ୍ର ଜଗନ୍ନାଥ। ଶ୍ରୀମଦ ଭାଗବତେ ମହାପୁରାଣେ ପରମହଂସ୍ୟାଂ ସହିତାଂ ବୟାସିକ୍ୟାମ୍ ଅଷ୍ଟମ ସ୍କନ୍ଧେ ସୁକ ପରୀକ୍ଷିତ ସମ୍ବାଦେ ନାମ ପ୍ରଥମ ଅଧ୍ୟାୟ। बोलानंदे गवार हरि हरि बोल।